ଘରେ ଏଇ ମାଣ୍ଡିଆର ଜଳଖିଆ ଖାଇଲେ ଆପଣ ସପ୍ତାହକୁ 3ରୁ 4 ଥର ତ ନିହାତି ବନେଇବେ। କାହିଁକି ନା ତା ଟେଷ୍ଟ ସେତିକି ହିଁ ଭଲ ଥାଏ। ଚାଲନ୍ତୁ ଭିଡ଼ିଓକୁ ସ୍କିପ୍ ନ କରିକି ସମ୍ପୂର୍ଣ୍ଣ ଭାବେ ଦେଖିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ ଗୋଟେ ଗିନା ନେଇଛି, ଆଉ ସେଥିରେ ଗୋଟେ କପ୍ ସେଟ୍ କରିଛି। ସେଇ କପ୍ରେ ଅଧା କପ୍ ମୁଁ ନେଇଛି ମାଣ୍ଡିଆ। ଯଦି ଆପଣ ମାଣ୍ଡିଆ ଚୁନା ବି ନେଉଛନ୍ତି ତାହେଲେ ଚଳିବ। ମୁଁ ଆଜି ଗୋଟା ମାଣ୍ଡିଆ ନେଇଛି। ଗୋଟା ମାଣ୍ଡିଆ ନେଲେ ତାକୁ ଟିକେ ଭିଜେଇକି ଆପଣ ରଖିବେ 6ରୁ 7 ଘଣ୍ଟା ଭଳିଆ। ମୁଁ ରାତିରେ ଭିଜେଇ ଦେଇଥିଲି, ସକାଳୁ ତାକୁ ଛାଣିକି ଗ୍ରାଇଣ୍ଡିଙ୍ଗ କରିଥିଲି। ତ ଆପଣ ଯଦି ପାଉଡ଼ର ନେଉଛନ୍ତି ତାହେଲେ ଏସବୁ ପ୍ରୋସେସ୍ ଆପଣଙ୍କୁ ସ୍କିପ୍ କରିବାକୁ ପଡ଼ିବ। ଦେଖନ୍ତୁ 7 ଘଣ୍ଟା ପରେ ପୁରା ଟିକେ ଫୁଲି ଯାଇଛି, ଆଉ ସାଇଜ୍ରେ ମଧ୍ୟ ଟିକେ ବଡ଼ ହେଇଯାଇଛି। ବର୍ତ୍ତମାନ ତାକୁ ଭଲସେ ଆପଣ ଛାଣିଦେବେ, ମାନେ ତାର ସେ ଯେଉଁ ପାଣିଟା ଏକ୍ସେସ୍ ପାଣିଟାକୁ ବାହାର କରିଦେବେ। ଆଉ ତାପରେ ତାକୁ ଭଲସେ ଆପଣ ଶୁଖେଇବେ। ପ୍ରଥମେ ମୁଁ କ'ଣ କରିଛି ନା ତାକୁ ଗୋଟେ କପଡ଼ାରେ ତାକୁ ଭଲସେ ପୋଛି ଦେଇଛି, ମାନେ ତାର ପାଣିଟା ଯିବା ପାଇଁ। ଭଲସେ ତାକୁ ଯେତେ ମାନେ ମକଚାମକଚି କରିକି ଆପଣ ଯେତେ ଭଲସେ ପୋଛି ପାରିବେ, ଏମିତି ପ୍ୟାଡ଼ ପ୍ୟାଡ଼ କରିଦେବେ ତାକୁ। ବାସ୍, ତାପରେ ସେ ଭଲସେ ପୁରା ପୋଛି ହେଇଗଲା ପରେ ତାପରେ ତାକୁ କ'ଣ କରିବେ ନା ଫ୍ୟାନ୍ ତଳେ ରଖିଦେବେ। ବେଶୀ ସମୟ ନାହିଁ, ଅଧଘଣ୍ଟାରୁ 35 ମିନିଟ୍ ଭଳିଆ ଆପଣ ଫ୍ୟାନ୍ରେ ରଖିଦେଲେ ସେ ଶୁଖିଯିବ। କାରଣ ଏଇଟା ଶୁଖିବା ପାଇଁ ବେଶୀ ସମୟ ହିଁ ଲାଗେନି। ବାସ୍, ଏବେ ଦେଖନ୍ତୁ 40 ମିନିଟ୍ ପରେ ପୁରା ଆରାମସେ ଶୁଖିଯାଇଛି। ଏମିତି ହାତରେ ଧରିଲେ ଟିକେ ହାଲକା ଓଦା ରହିବ, ସେଇ ଟାଇପ୍ର କରିବେ। ଦେଖନ୍ତୁ ଏମିତିଆ ପୁରା ରହିବ। ବର୍ତ୍ତମାନ ତାକୁ କ'ଣ କରିବା ନା ଆମର ନେକ୍ସଟ ପ୍ରୋସେସ୍ ଯିବା, ଆମେ ତାକୁ ଗ୍ରାଇଣ୍ଡ କରିବା। ଗ୍ରାଇଣ୍ଡ କଲାବେଳେ ଗୋଟେ ଜିନିଷ ଆପଣ ତାକୁ ଧ୍ୟାନ ରଖିବେ, ପୁରା ତାକୁ ଯେତେ ଫାଇନ୍ ହେଇପାରିବ ସେତେ ଭଲ, ଯେତେ ଫାଇନ୍ କରିପାରିବେ। କାହିଁକି ନା ଯଦି ଆପଣ, ମୁଁ ତ ଡାଇରେକ୍ଟ ତାକୁ ଗ୍ରାଇଣ୍ଡ କରିକି ଡାଇରେକ୍ଟ ୟୁଜ୍ କରିଥିଲି। ଯଦି ଆପଣ ତାକୁ ଗ୍ରାଇଣ୍ଡ କରିବେ, ତାପରେ ଥରେ ଚଲେଇ ଦେବେ, ତାପରେ ଗ୍ରାଇଣ୍ଡ କରିବେ, ତାପରେ ଚଲେଇବେ, ଏମିତି ବି ଯଦି କରୁଛନ୍ତି ତାହେଲେ ବି ଚଳିବ। ମୁଁ ସେମିତି କରିନି, ମୁଁ ଗୋଟେ ଥର ଡାଇରେକ୍ଟ ଗ୍ରାଇଣ୍ଡ କରିଛି। କିନ୍ତୁ ଲାଷ୍ଟକୁ ମୋତେ ଲାଗିଲା ଖାଇଲା ବେଳେ ଟିକେ ଟିକେ ହାଲକା ଟିକେ ରହୁଛି ଖଦଡ଼ା ମୋତେ ଲାଗିଲା। ତ ସେଇଠି ବୋଧେ ମୋର ଟିକେ ମିଷ୍ଟେକ୍ ହେଇଯାଇଛି। ଆପଣ ତାକୁ ନା ପୁରା ଫାଇନ୍ ପାଉଡ଼ର କରିବେ। ଏବେ ଗୋଟେ କଡ଼େଇ ନେବେ, କଡ଼େଇରେ ଗୋଟେ ଚାମଚ ତେଲ ଦେବେ, ଆଉ ଗୋଟେ ଚାମଚ ଘିଅ ଦେବେ। ଆଉ ସେଥିରେ କିଛି ସୋରିଷ, ଭୃଷଙ୍ଗ ପତ୍ର ଆଉ କଞ୍ଚା ଲଙ୍କା ଟିକେ ପକାଇବେ ରାଗ ହିସାବରେ, ଆଉ ହେଙ୍ଗୁ। ଆଉ ତା ସହିତ ପକାଇବେ ଚଣା ଡାଲି ଆଉ ବିରି ଡାଲି, ସେମ୍ କ୍ୱାଣ୍ଟିଟି, ମାନେ ଗୋଟେ ଚାମଚ ଭଳିଆ। ତ ପରେ ତାପରେ କ'ଣ କରିବେ ନା ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଏମିତି ଛୋଟ ଛୋଟ କାଟିକି ସେଥିରେ ପକାଇବେ। ବର୍ତ୍ତମାନ ତାକୁ ଆପଣ ଭାଜିବେ ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ। ଆଉ ସବୁଠୁ ସିକ୍ରେଟ୍ ହେଉଛି ଜିନିଷ କ'ଣ ନା, ଆପଣଙ୍କୁ ଏଥିରେ 1/4 କପ୍ ଭଳିଆ ହେବ ନଡ଼ିଆର କୋରା ପକାଇବେ, ଯେଉଁଟାକି ତା ଟେଷ୍ଟକୁ ଆହୁରି ଡବଲ୍ କରେ। ବର୍ତ୍ତମାନ ଏଥିରେ ଗୋଟେ କପ୍ ପାଣି ଦେବା, କାରଣ ମୁଁ 1/2 କପ୍ ମାଣ୍ଡିଆ ନେଇଥିଲି। ବର୍ତ୍ତମାନ ଆପଣଙ୍କୁ ଗୋଟେ କପ୍ ପାଣି ଦେବାକୁ ପଡ଼ିବ। ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଏମିତି ଟିକେ ଘାଣ୍ଟି ଦେବେ, ଆଉ ଫୁଟିବା ପାଇଁ ଛାଡ଼ିଦେବେ। ଦେଖନ୍ତୁ ଯେତେବେଳେ ଏମିତି ପୁରା ପାଣିଟା ଫୁଟି ଆସିବ, ତାପରେ ଯାଇକି ଆପଣ ମାଣ୍ଡିଆରେ ଯେଉଁ ଚୁନା କରିଥିଲେ ତାକୁ ପକାଇବେ। ଦେଖନ୍ତୁ, ଆଉ ଯଦି ଆପଣ ଚୁନା ନେଉଛନ୍ତି ତାକୁ କିଛି କରିବା ଦରକାର ନାହିଁ, ଡାଇରେକ୍ଟ ଏଇଠି ହିଁ ଚୁନା ପକାଇଦେବେ, ସରିଲା। ମାନେ ଆପଣଙ୍କୁ ଅତି ବେଶୀରେ 15 ମିନିଟ୍ରେ ରେଡ଼ି ହେଇଯିବ ବ୍ରେକଫାଷ୍ଟ। ଏବେ ତାକୁ ଭଲସେ ମିଶାଇବେ ଯେମିତି ଆପଣଙ୍କର ଲମ୍ପସ୍ ରହିବନି। ଆଉ ଗ୍ୟାସ୍ର ଫ୍ଲେମ୍ ଏଇଠି ଆପଣ ଟିକେ ସ୍ଲୋ କରିଦେବେ, ମାନେ ମିଡ଼ିୟମ୍ ରଖିକି, କିମ୍ବା ଯଦି ଆପଣଙ୍କୁ ହେଉନି କାଳେ ବେଶୀ ମାନେ ବିଣ୍ଡା ବାନ୍ଧି ଯାଉଛି କ'ଣ ହେଉଛି, ନହେଲେ ଗୋଟେ ସେକେଣ୍ଡ ପାଇଁ ଆପଣ ମାନେ ଅଫ୍ କରିଦେବେ ପଛେ। ଏବେ ଦେଖନ୍ତୁ, ତାପରେ ଆମର ଏଇଟାକୁ ବର୍ତ୍ତମାନ ଥଣ୍ଡା ହେବା ପାଇଁ ଆମେ କିଛି ସମୟ ଛାଡ଼ିଦେବା। ପୁରା ରେଡ଼ି ହେଇଗଲା। ଥଣ୍ଡା ହେଲା ପରେ ଆମେ ତାକୁ ଗୋଟେ ପ୍ଲେଟ୍କୁ ବାହାର କରିନେବା। ଦେଖନ୍ତୁ ପୁରା କମ୍ପ୍ଲିଟଲି ଥଣ୍ଡା ହେଇଗଲା। ଏବେ ତାକୁ ପ୍ଲେଟ୍କୁ ନେଇ ଆସିବା। ମାନେ ଯଦି ଆପଣଙ୍କ ହାତ ସମ୍ଭାଳୁଛି, ଟିକେ ଉଷୁମ ଥିଲେ ମଧ୍ୟ କରିପାରିବେ। ମୋର ଟିକେ ଉଷୁମ ହିଁ ଥିଲା। ଏ ଦେଖନ୍ତୁ ଟିକେ ଧୂଆଁ ବି ବାହାରୁଛି। ଏବେ ତାକୁ ଆପଣ ଆପଣଙ୍କ ହିସାବରେ ସେପ୍ କରିବେ। ଏମିତି ଗୋଲ ଗୋଲ କରିପାରିବେ, ନହେଲେ ଏମିତି ଟିକେ ସିଲିଣ୍ଡ୍ରିକାଲ ଭଳିଆ କରିପାରିବେ, ମାନେ ଯେମିତି ଆମର ଗଇଁଠା ପିଠାଟା ହେଉଛି ସେଇ ଟାଇପ୍ର ଏମିତି ବି କରିପାରିବେ। ଆପଣଙ୍କ ଇଚ୍ଛା, ଆପଣଙ୍କ ହିସାବରେ ଯେମିତି କରିପାରିବେ। କିନ୍ତୁ ମୁଁ ଆପଣଙ୍କୁ କହୁଛି, ଏଇଟା ଏତେ ବଢ଼ିଆ ଲାଗିଲା। ମୁଁ ଗୋଟେ ଥର ବନେଇଥିଲି, ଏଇଟା ସେକେଣ୍ଡ ଟାଇମ୍ ବନଉଛି। ମାନେ ମୁଁ ସକାଳେ ଖାଇକି ବି ମୋତେ ଆହୁରି ମୁଁ ରଖିଥିଲି ଲଞ୍ଚରେ ଯେମିତି ଖାଇବି ବୋଲି। ଆଉ ଆ ସହିତ ଆପଣ କିଛି ବି ଖାଇପାରିବେ, ମାନେ ଖାଲିରେ ବି ତ ଖାଇପାରିବେ, ସାଇଡ଼୍ ଆଇଟମ୍ କିଛି ନହେଲେ ମଧ୍ୟ ଚଳିବ।
बहुत ही हेल्दी आ बहुत ही टेस्टी आ बहुत कम टाइम रे होउची जदि आपण पाउडर नौचंदी जदि माने गोटा नौचंदी किंतु गोटाटा बहुत बेटर पाउडर अपेक्षा बेले बेले पाउडर रे कौन हुए ना अटा गुंड मिसी थाए तो से आपण प्योर करिकी बनातु आउ मोर हाफ कप रे देखंतु एते सारा बनेला एबे ताकू आमे कौन करबा ना स्टीम दबा गोटे स्टीमर नहीं जिवे मु परिवा छणा नहीं तारी ऊपर तले पानी रखी देइची आउ सेथिरे सबू से मांडियार बॉल को रखी देकी ताकू कवर दे देबे 10 रु 15 मिनिट 15 मिनिट पर देखंतु पूरा मोर रेडी हो जाइए माने सीझी जाइए आउ एबे खाइबा पई पूरा परफेक्ट होइछि आपण थरे निश्चय बनातु घरे समस्त को खुआंतु केमती हैला मो सहित कमेंट्स रे शेयर करंतु मते किंतु मोर किंतु गोटे रिक्वेस्ट आपण थरे निहाती बनातु आउ ता परे कहिबे जे मु कोन कहउतिली ठीक कहउतिली ना भूल कहउतिली जेमती मोर बारंबार खाइबा को इच्छा हुए सेमती काले आपणकर भी इच्छा होतिबो देखंतु मु भांगी की मध्य देखौछि एई भली भाबरे हबो वीडियोटी जदि आपको भल लगुए प्लीज़ लाइक करेंगे शेयर करेंगे चैनल रे नुआ थिले सब्सक्राइब करने को जमार भी भूलें देखंतु मुझे सर्व करने टी भलसे दे माने जहाँ को आप सर्व करुँच जदि भलसे सर्विंगटा होइए खाइबा लोकर देखिकी इच्छा हम खायापी टेस्ट पछे जहाँ थाउ आ सहित मुझे दही देखा नेक्स्ट वीडियो रे रहुछि नमस्कार जय जगन्नाथ।